ପିଲାମାନେ ଏହି ଭିଡ଼ିଓରେ ଆମେ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ୟୁନିଟ୍ 3ର ଟପିକ୍ ଫ୍ରାଙ୍କୋଇସ୍ ବର୍ନିୟରଙ୍କ ସମ୍ବନ୍ଧୀୟ 33 ବା 33ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ MCQ ବିଷୟରେ ଆଲୋଚନା କରିବା, ଯାହାକି ତୁମର ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଆହୁରି ପିଲାମାନେ ମୁଁ ତୁମମାନଙ୍କୁ କହିବି ଏ ଭିଡ଼ିଓଟି ଯେମିତି ହେଲେ 2ରୁ 3 ଥର ଦେଖିବ, କାହିଁକିନା ଏହି ଭିଡ଼ିଓରେ ଆମେ ଯାହା ବି MCQ ଆଲୋଚନା କରିବା ସେହି MCQ ମଧ୍ୟରୁ ଗୋଟିଏ MCQ ତୁମର ବାର୍ଷିକ ପରୀକ୍ଷାରେ ହିଁ ନିଶ୍ଚିତ ଥିବ। ଯଦି ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଟପିକ୍ରୁ ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସିବ, ତେଣୁକରି ଯେମିତି ହେଲେ ତୁମେ ଏହି ଭିଡ଼ିଓକୁ 2ରୁ 3 ଥର ଦେଖିବ। ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ, ଆହୁରି ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦେବ। ତ ଚାଲ ପିଲାମାନେ ଆରମ୍ଭ କରିବା ପ୍ରଶ୍ନ ସଂଖ୍ୟା 1। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭାରତ ଭ୍ରମଣ ସମୟରେ ଭାରତରେ କେଉଁମାନେ ଶାସନ କରୁଥିଲେ? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭାରତ ଭ୍ରମଣ ସମୟରେ ଭାରତରେ ମୋଗଲମାନେ ଶାସନ କରୁଥିଲେ। ଫ୍ରାଙ୍କୋଇସ୍ ବର୍ନିୟର କେଉଁ ଦେଶର ପରିବ୍ରାଜକ ଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ଫ୍ରାନ୍ସ ଦେଶର ପରିବ୍ରାଜକ ଥିଲେ। ଫ୍ରାଙ୍କୋଇସ୍ ବର୍ନିୟର କେଉଁ ମୋଗଲ ସମ୍ରାଟଙ୍କ ଶାସନ ସମୟରେ ଭାରତକୁ ଆସିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ଔରଙ୍ଗଜେବ ମୋଗଲ ସମ୍ରାଟଙ୍କ ଶାସନ ସମୟରେ ଭାରତକୁ ଆସିଥିଲେ। ଫ୍ରାଙ୍କୋଇସ୍ ବର୍ନିୟର କେବେ ଭାରତରେ ପଦାର୍ପଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର 1656 ମସିହାରେ ଭାରତରେ ପଦାର୍ପଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିୟର ଭାରତରେ କେଉଁ ମସିହା ପର୍ଯ୍ୟନ୍ତ ରହିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ଭାରତରେ 1668 ମସିହା ପର୍ଯ୍ୟନ୍ତ ରହିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଫ୍ରାଙ୍କୋଇସ୍ ବର୍ନିୟର ଭାରତରେ କେତେ ବର୍ଷ ରହିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ଭାରତରେ 12 ବର୍ଷ ରହିଥିଲେ। ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀର ନାମ କ'ଣ ଅଟେ? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀର ନାମ ଭଏଜେସ୍ ଦି ଫ୍ରାଙ୍କୋଇସ୍ ବର୍ନିୟର ବା ଟ୍ରାଭେଲ୍ସ ଇନ୍ ମୋଗଲ ଏମ୍ପାୟାର ଅଟେ। ଫ୍ରାଙ୍କୋଇସ୍ ବର୍ନିୟର ତାଙ୍କର ଭ୍ରମଣ କାହାଣୀ କେଉଁ ଭାଷାରେ ରଚନା କରିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ତାଙ୍କର ଭ୍ରମଣ କାହାଣୀ ଫରାସୀ ଭାଷାରେ ରଚନା କରିଥିଲେ। ଫ୍ରାଙ୍କୋଇସ୍ ବର୍ନିୟର ଭ୍ରମଣ କାହାଣୀ କେଉଁ କେଉଁ ଭାଷାରେ ଅନୁବାଦିତ ହୋଇଅଛି? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀ ଇଂରାଜୀ, ଡଚ୍, ଜର୍ମାନୀ, ଇଟାଲୀୟ ଭାଷାରେ ଅନୁବାଦିତ ହୋଇଅଛି। ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀ ଫରାସୀ ଭାଷାରେ କେତେ ଥର ପୁନଃ ମୁଦ୍ରଣ ହୋଇଅଛି? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀ ଫରାସୀ ଭାଷାରେ 8 ଥର ମୁଦ୍ରଣ ହୋଇଅଛି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀ ଇଂରାଜୀ ଭାଷାରେ କେତେ ଥର ପୁନଃ ମୁଦ୍ରଣ ହୋଇଅଛି? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀ ଇଂରାଜୀ ଭାଷାରେ 3 ଥର ପୁନଃ ମୁଦ୍ରଣ ହୋଇଅଛି। ଫ୍ରାଙ୍କୋଇସ୍ ବର୍ନିୟର ତାଙ୍କର ଭ୍ରମଣ କାହାଣୀ କାହାକୁ ସମର୍ପଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିୟର ତାଙ୍କର ଭ୍ରମଣ କାହାଣୀ ଚତୁର୍ଦ୍ଦଶ ଲୁଇଙ୍କୁ ସମର୍ପଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀରୁ ଆମେ କ'ଣ ଜାଣିବାକୁ ପାଇଥାଉ? ଫ୍ରାଙ୍କୋଇସ୍ ବର୍ନିୟରଙ୍କ ଭ୍ରମଣ କାହାଣୀରୁ ଆମେ ଭାରତର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଧାର୍ମିକ ଅବସ୍ଥା ବିଷୟରେ ଜାଣିବାକୁ ପାଇଥାଉ।
ଫ୍ରାଙ୍କୋଇସ୍ ବର୍ନିଅର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଫ୍ରାନ୍ସର ଗନାଟ ନିକଟବର୍ତ୍ତୀ ଜୋଠାରେ ଜନ୍ମଗ୍ରହଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର କେବେ ଜନ୍ମଗ୍ରହଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର 1620 ମସିହାରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଫ୍ରାଙ୍କୋଇସ୍ ବର୍ନିଅରଙ୍କ ଲେଖାରେ କେଉଁମାନେ ପ୍ରଭାବିତ ହୋଇଥିଲେ? ଫ୍ରାଙ୍କୋଇସ୍ ବର୍ନିଅରଙ୍କ ଲେଖାରେ ମଣ୍ଟେସ୍କ୍ୟୁ ଓ କାର୍ଲମାର୍କ୍ସ ପ୍ରଭାବିତ ହୋଇଥିଲେ। ଫ୍ରାଙ୍କୋଇସ୍ ବର୍ନିଅରଙ୍କୁ କେଉଁ ପାଠ ପ୍ରତି ଆଗ୍ରହ ଥିଲା? ଫ୍ରାଙ୍କୋଇସ୍ ବର୍ନିଅରଙ୍କୁ ଡାକ୍ତରୀ ପାଠ ପ୍ରତି ଆଗ୍ରହ ଥିଲା। ଫ୍ରାଙ୍କୋଇସ୍ ବର୍ନିଅର କିଏ ଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଜଣେ ଡାକ୍ତର, ଐତିହାସିକ, ଦାର୍ଶନିକ ଓ ପରିବ୍ରାଜକ ଥିଲେ। କାହାର ଡାକ୍ତର ରୂପେ ଫ୍ରାଙ୍କୋଇସ୍ ବର୍ନିଅରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା? ଦାରାଙ୍କ ଡାକ୍ତର ରୂପେ ଫ୍ରାଙ୍କୋଇସ୍ ବର୍ନିଅରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଦାରା କିଏ ଥିଲେ? ଦାରା ଶାହାଜାହାନଙ୍କ ବଡ଼ ପୁତ୍ର ଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଫ୍ରାଙ୍କୋଇସ୍ ବର୍ନିଅର ପରବର୍ତ୍ତୀ ସମୟରେ କାହାର ସହଯୋଗୀ ହୋଇଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ପରବର୍ତ୍ତୀ ସମୟରେ ଡେନିସ୍ ମଣ୍ଟକାନ୍‌ଙ୍କ ସହଯୋଗୀ ହୋଇଥିଲେ। ଫ୍ରାଙ୍କୋଇସ୍ ବର୍ନିଅର ଭାରତର କେଉଁ କେଉଁ ସ୍ଥାନ ଭ୍ରମଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଭାରତର ଲାହୋର, ସୁରଟ, କାଶ୍ମୀର, ଅହମ୍ମଦାବାଦ, ଗୋଲକୁଣ୍ଡା ଇତ୍ୟାଦି ସ୍ଥାନ ଭ୍ରମଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର କେଉଁ ଦେଶର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଫ୍ରାନ୍ସ ଦେଶର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର ଫ୍ରାନ୍ସର କେଉଁ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଫ୍ରାନ୍ସର କୋଲବର୍ଟ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର କେବେ ମୃତ୍ୟୁବରଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର 1688 ମସିହାରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଫ୍ରାଙ୍କୋଇସ୍ ବର୍ନିଅର କେଉଁ ସ୍ଥାନରେ ମୃତ୍ୟୁବରଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ଫ୍ରାନ୍ସର ପ୍ୟାରିସ୍‌ଠାରେ ମୃତ୍ୟୁବରଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର 67 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଫ୍ରାଙ୍କୋଇସ୍ ବର୍ନିଅରଙ୍କ ଭ୍ରମଣ ବୃତ୍ତାନ୍ତ କେବେ ପ୍ରକାଶିତ ହୋଇଥିଲା? ଫ୍ରାଙ୍କୋଇସ୍ ବର୍ନିଅରଙ୍କ ଭ୍ରମଣ ବୃତ୍ତାନ୍ତ 1670 ମସିହାରେ ପ୍ରକାଶିତ ହୋଇଥିଲା। ଫ୍ରାଙ୍କୋଇସ୍ ବର୍ନିଅର ତାଙ୍କର ଭ୍ରମଣ ବୃତ୍ତାନ୍ତ କେଉଁ ସ୍ଥାନରେ ରଚନା କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ତାଙ୍କର ଭ୍ରମଣ ବୃତ୍ତାନ୍ତ ଭାରତରେ ରଚନା କରିଥିଲେ। ଫ୍ରାଙ୍କୋଇସ୍ ବର୍ନିଅର କେଉଁ ମୋଗଲ ସମ୍ରାଟଙ୍କ କୂଟନୀତି ଓ ବୁଦ୍ଧିକୁ ପ୍ରଶଂସା କରିଛନ୍ତି? ଫ୍ରାଙ୍କୋଇସ୍ ବର୍ନିଅର ଔରଙ୍ଗଜେବ ମୋଗଲ ସମ୍ରାଟଙ୍କ କୂଟନୀତି ଓ ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଭାରତର କେଉଁ ସ୍ଥାନରେ ଫ୍ରାଙ୍କୋଇସ୍ ବର୍ନିଅର ସ୍ୱଚକ୍ଷୁରେ ସତୀଦାହ ପ୍ରଥା ଦେଖିଥିଲେ? ଭାରତର ଲାହୋରଠାରେ। ଫ୍ରାଙ୍କୋଇସ୍ ବର୍ନିଅର ସ୍ୱଚକ୍ଷୁରେ ସତୀଦାହ ପ୍ରଥା ଦେଖିଥିଲେ।
କିଏ ମୋଗଲମାନଙ୍କ ଶାସନ ସମୟରେ ପ୍ରଚଳିତ ଜାଗିର ପ୍ରଥା ବିଷୟରେ ବର୍ଣ୍ଣନା କରିଛନ୍ତି? ଫ୍ରାଙ୍କୋଇସ୍ ବର୍ନିଅର ମୋଗଲମାନଙ୍କ ଶାସନ ସମୟରେ ପ୍ରଚଳିତ ଜାଗିର ପ୍ରଥା ବିଷୟରେ ବର୍ଣ୍ଣନା କରିଛନ୍ତି। ଫ୍ରାଙ୍କୋଇସ୍ ବର୍ନିଅର ତାଙ୍କର ଭ୍ରମଣ ବୃତ୍ତାନ୍ତ କେଉଁ ସ୍ଥାନରେ ପ୍ରକାଶିତ କରିଥିଲେ? ଫ୍ରାଙ୍କୋଇସ୍ ବର୍ନିଅର ତାଙ୍କର ଭ୍ରମଣ ବୃତ୍ତାନ୍ତ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ କରିଥିଲେ। ପିଲାମାନେ ଏହି ଫ୍ରାଙ୍କୋଇସ୍ ବର୍ନିଅର ଟପିକଟି ତୁମର ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଠି ଆମେ 33ଟି MCQ ପ୍ରଶ୍ନ ଗୁଡ଼ିକ ଆଲୋଚନା କଲେ ଏବଂ ଏହି 33ଟି MCQ ପ୍ରଶ୍ନ ତୁମର ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଜରୁରୀ। ତୁମେ ଯେମିତି ହେଲେ ବି 2ରୁ 3 ଥର ଏହି ଭିଡ଼ିଓଟିକୁ ଦେଖିଦିଅ ପିଲାମାନେ। ଏ ପ୍ରଶ୍ନ ଗୁଡ଼ିକ ତଥା ତାର ଉତ୍ତର ଗୁଡ଼ିକ ତୁମର ମନରେ ରହିଯିବ ଏବଂ ଫ୍ରାଙ୍କୋଇସ୍ ବର୍ନିଅରଙ୍କ ଟପିକରୁ ଯାହା ବି ପ୍ରଶ୍ନ ଆସିବ 1 ମାର୍କର ବହୁତ ସୁନ୍ଦର ଭାବରେ ତୁମେ ତାର ଉତ୍ତର କରିପାରିବ।